नमस्कार दर्शक बंधु जय जगन्नाथ आज हूँ जनवरी मास 7 तारिख बुधवार आपण मानक पई नहीं आसीची आज दिनर केतोटी गुरुत्वपूर्ण खबर सेति भिडियो को शेष पर्यंत देखंतु एवं कमेंट बॉक्स रे जय जगन्नाथ लिखंतु एवं आपनकर भल पाइबा स्वरूप गोटे गोटे लाइक कर दियंतु ता पूर्व चैनल को नुआ कर आसीथिले चैनल को सब्सक्राइब कर दियंतु एमिति प्रतिदिन लेटेस्ट न्यूज सर्वप्रथमे देखिबा पई एबे आसंतु संपूर्ण खबर उपरे नजर पकेइबा। आजिर प्रथम खबर ओटीटी परीक्षा दे पारिबे 2 वर्षिया बीएड छात्र छात्री जानतु सबशेष ओडिशा शिक्षक योग्यता परीक्षा ओटीटी देबा पई स्वतंत्र शिक्षा रे 2 वर्षिया बीएड करथिबा छात्र छात्री को सुजोग मिलिबो सेमाने ओटीटी पेपर 2 परीक्षा दे पारिबे एने विद्यालय और गणशिक्षा विभाग पक्षरु सामाजिक गणमाध्यम एक्स रे सूचना दिया जायछि। पूर्वरु केवल स्वतंत्र शिक्षा रे वर्षिकिया बीएड करथिबा पिलांकु एही परीक्षा देबा पई सुजोग मिलुथला। ଏହି ପରିବର୍ତ୍ତନ ଫଳରେ 3000 ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଦିବ୍ୟାଙ୍ଗ ଏବଂ କାର୍ଯ୍ୟରତ ଓଡ଼ିଶା ସ୍ପେଶାଲ ଏଜୁକେସନ ଫେଡେରେସନ ଓଏସଏଫଡିର ସମ୍ପାଦକ ଆୟୁଷ ଚୌଧୁରୀ କହିଛନ୍ତି। ପୂର୍ବରୁ କେବଳ ସ୍ୱତନ୍ତ୍ର ଶିକ୍ଷାରେ ବାର୍ଷିକିଆ ବିଏଡ୍ କରିଥିବା ପିଲାଙ୍କୁ ଏହି ପରୀକ୍ଷା ଦେବା ପାଇଁ ସୁଯୋଗ ମିଳୁଥିଲା। ଏହି ପରିବର୍ତ୍ତନ ଫଳରେ 3000 ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଦିବ୍ୟାଙ୍ଗ ପାଇଁ କାର୍ଯ୍ୟରତ ଓଡ଼ିଶା ସ୍ପେଶାଲ ଏଜୁକେସନ ଫେଡେରେସନ ଓଏସଏଫଡିର ସମ୍ପାଦକ ଆୟୁଷ ଚୌଧୁରୀ କହିଛନ୍ତି। ପରବର୍ତ୍ତୀ ଖବର ଜୀବନ ନେଲା ସାରଳା ବସ୍ ସଡ଼କ ଦୁର୍ଘଟଣାରେ ସାମ୍ବାଦିକାଙ୍କ ମୃତ୍ୟୁ। ପିପିଲିରେ ଆଜି ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ମହିଳା ସାମ୍ବାଦିକଙ୍କ ସମେତ 2 ଜଣ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ମହିଳା ସାମ୍ବାଦିକ ଜଣ ସ୍କୁଟି ଯୋଗେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ପୁରୀ ଭୁବନେଶ୍ୱର ମଙ୍ଗଳପୁର ଛକ ନିକଟରେ ସାରଳା ନାମକ ଏକ ବସ୍ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଦେଇ ବସ୍ଟି ସ୍କୁଟିକୁ କିଛି ଦୂର ଘୋଷାଡ଼ି ନେଇଥିଲା। ସ୍କୁଟିରେ 2 ଜଣ ବସିଥିବା ବେଳେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଗୁରୁତରଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ କରି ହସ୍ପିଟାଲ ନେଉଥିବା ବେଳେ ରାସ୍ତାରେ ଆଖି ବୁଜିଥିଲେ। ମହିଳା ସାମ୍ବାଦିକ ଜଣକ ଭୁବନେଶ୍ୱର ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲରେ କାମ କରୁଥିବା ସୂଚନା ମିଳିଛି। ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡ୍ରାଇଭର ଏବଂ ହେଲ୍ପରଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର ମିଲର୍ସ ଆନ୍ଦୋଳନ ମଣ୍ଡିରେ ପଡ଼ି ରହିଛି 3 ଲକ୍ଷରୁ ଉର୍ଦ୍ଧ୍ୱ ବସ୍ତା ଧାନ। ନୂଆପଡ଼ା ଜିଲ୍ଲାର ସମସ୍ତ ମିଲର୍ସ ବିଭିନ୍ନ ଦାବି ନେଇ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ମଣ୍ଡିର ଅଚଳାବସ୍ଥା ଦେଖାଦେଇଛି। ଦୀର୍ଘ ବର୍ଷରୁ ମିଲର୍ସମାନେ ମିଲିଂ ଚାର୍ଜ ବୃଦ୍ଧି କରାଯାଉ ବୋଲି ଦାବି କରି ଆସୁଛନ୍ତି। ସେହିପରି ଧାନର ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ 40 କିଲୋମିଟରରୁ ଅଧିକ ଦୂରତା ପାଇଁ ଧାନ ଓ ଚାଉଳ ପରିବହନ ଖର୍ଚ୍ଚ ନିକଟରେ ସଂଶୋଧିତ ହୋଇଥିବା 28 ପଇସା ପ୍ରତି କ୍ୱିଣ୍ଟାଲ ପରିବର୍ତ୍ତେ ପୂର୍ବ ଦର 43 ପଇସା ଲାଗୁ କରାଯାଉ। ଦୂରତା ଅନୁଯାୟୀ ପୈଠ କରିବା ପରିବର୍ତ୍ତେ ଏଏମଡିଏଫ୍ ନାମରେ ବିଲ୍ କରାଯିବ। ଖରିଫ ଋତୁ 2024-25 ଓ 2025-26 ପାଇଁ ଅରୁଆ ଚାଉଳ ମିଲିଂ ଧାନ ଉପରେ ଡ୍ରାଏଜକୁ ଏକ ଶତକଡ଼ାକୁ ପୁନଃସ୍ଥାପିତ କରିବା ଦାବି ଆସିଛି। ପରବର୍ତ୍ତୀ ଖବର ଆୟୁଷ୍ମାନ କାର୍ଡ ଅପଡେଟ୍ ଏମାନଙ୍କୁ ଆଉ ମିଳିବନି ମାଗଣା ଚିକିତ୍ସା। ସରକାର ବଦଳାଇ ଦେଲେ ଆୟୁଷ୍ମାନ କାର୍ଡ ନିୟମ। ଯଦି ଆପଣଙ୍କ କିମ୍ବା ଆପଣଙ୍କର ପରିବାର ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ 5 ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସାରୁ ଉପକୃତ ହେଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସରକାର ଆୟୁଷ୍ମାନ କାର୍ଡ ସହିତ ଜଡ଼ିତ ନିୟମରେ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି। ଏବେ ଆଧାର ଇ କେୱାଇସି ବିନା ନୂତନ କାର୍ଡ ପ୍ରଦାନ କରାଯିବ ନାହିଁ କିମ୍ବା ପୁରୁଣା କାର୍ଡରେ ଚିକିତ୍ସା ଗ୍ୟାରେଣ୍ଟି ଦିଆଯିବ ନାହିଁ। ଇ କେୱାଇସି ଏବେ ବାଧ୍ୟତାମୂଳକ। ଜାତୀୟ ସ୍ୱାସ୍ଥ୍ୟ ଅଧିକରଣ ଏନ୍ଏଚଏ କାର୍ଡ ପ୍ରଦାନ ପ୍ରକ୍ରିୟାକୁ ଆହୁରି କଠୋର କରିଛି। BIS 2.0 ବେନିଫିସିଆରୀ ଆଇଡେଣ୍ଟିଫିକେସନ ସିଷ୍ଟମ ନାମକ ଏକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହା ଅଧୀନରେ ହିତାଧିକାରୀଙ୍କ ଆଧାର ଆଧାରିତ ଇ କେୱାଇସି ସମ୍ପୂର୍ଣ୍ଣ ହେବା ପରେ ହିଁ ଏକ ନୂତନ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯିବ। ଅନେକ ଠକେଇ ଚିହ୍ନଟ ହୋଇଛି। ସିଷ୍ଟମରେ ଠକେଇ ଏବଂ ଜାଲିଆତି ରୋକିବା ପାଇଁ ସରକାର ଏବେ କୃତ୍ରିମ ବୁଦ୍ଧିମତ୍ତା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ବ୍ୟବହାର କରୁଛନ୍ତି। ଏପର୍ଯ୍ୟନ୍ତ ସାରା ଦେଶରେ 61,932ଟି ଆୟୁଷ୍ମାନ କାର୍ଡ ସନ୍ଦେହଜନକ ଭାବରେ ଚିହ୍ନଟ ହୋଇଛି। ଏହି କାର୍ଡଗୁଡ଼ିକ ମଧ୍ୟରୁ 48,000ରୁ ଅଧିକର ଫିଜିକାଲ ଭେରିଫିକେସନ ଆରମ୍ଭ ହୋଇଛି। ଯଦି କୌଣସି କାର୍ଡ ଠକେଇ ହୋଇଥିବା ଜଣାପଡ଼େ ତେବେ ଏହି କାର୍ଡରେ ପ୍ରଦାନ କରାଯାଉଥିବା ମାଗଣା ଚିକିତ୍ସା ସୁବିଧା ତୁରନ୍ତ ବନ୍ଦ କରାଦିଆଯିବ ବୋଲି ସୂଚନା ମିଳିଛି। ନୂତନ ସଦସ୍ୟଙ୍କୁ ଯୋଡ଼ିବା ଉପରେ କଟକଣା। ପୂର୍ବରୁ ଆୟୁଷ୍ମାନ କାର୍ଡରେ ନୂତନ ପରିବାର ସଦସ୍ୟଙ୍କୁ ଯୋଡ଼ିବା ବହୁତ ସହଜ ଥିଲା, କିନ୍ତୁ ବର୍ତ୍ତମାନ ସରକାର ଏହି ପ୍ରକ୍ରିୟାକୁ ଯଥେଷ୍ଟ ସୀମିତ କରିଛନ୍ତି। କାର୍ଡରେ ମନ ଇଚ୍ଛା ଯୋଡ଼ିବା ପ୍ରାୟ ବନ୍ଦ ହୋଇଯାଇଛି, ଯାହାଦ୍ୱାରା କେବଳ ଆବଶ୍ୟକ ଥିବା ବ୍ୟକ୍ତିମାନେ ଲାଭ ପାଇପାରିବେ। ଏହି ପରିବର୍ତ୍ତନଗୁଡ଼ିକର ଆବଶ୍ୟକତା କାହିଁକି ଥିଲା? ସରକାର କହିଛନ୍ତି ଯେ ଯେଉଁମାନେ ଯୋଗ୍ୟ ନୁହନ୍ତି ସେମାନେ ମଧ୍ୟ ଏହି ଯୋଜନାର ଲାଭ ନେଉଥିଲେ। ଏହା ସରକାରୀ କୋଷାଗାର ଉପରେ ବୋଝ ବଢ଼ାଉଥିଲା ଏବଂ ପ୍ରକୃତିରେ ଅଭାବୀ ଲୋକଙ୍କ ପାଖରେ ସେବା ପହଞ୍ଚିବାରୁ ବାଧା ହେଉଥିଲା। ଠକେଇକୁ ରୋକିବା ଏବଂ ସିଷ୍ଟମକୁ ସୁଗମ କରିବା ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି। ଯଦି ଆପଣ କାର୍ଡ ଆଧାର ସହିତ ଲିଙ୍କ ହୋଇନାହିଁ କିମ୍ବା ଆପଣଙ୍କ ସୂଚନା ଭୁଲ ବୋଲି ଜଣାପଡ଼େ ତେବେ ଆପଣ ହସ୍ପିଟାଲ ଚିକିତ୍ସା ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ସମୟ ମଧ୍ୟରେ ଆପଣଙ୍କର ଇକ୍ୱେସି ସ୍ଥିତି ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ବରଗଡ଼ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀ ସାବ୍ୟସ୍ତ ଅପରାଧୀକୁ ଫାଶୀ ଦଣ୍ଡ ଶୁଣାଗଲା। ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିଲା ଫାଶୀ ଦଣ୍ଡ। ପକ୍ସୋ ଆଇନରେ ଦୋଷୀ ସାବ୍ୟସ୍ତ ହେଲେ ଅପରାଧୀ ପ୍ରଶାନ୍ତ ବାଗ। 2024ରେ 6 ବର୍ଷ ଝିଅକୁ ଅତି ନିର୍ମମ ଭାବେ ଦୁଷ୍କର୍ମ କରି ହତ୍ୟା କରିଥିଲା ପ୍ରଶାନ୍ତ ବାଗ। ଘଟଣା ଥିଲା ଏମିତି, 2024 ମସିହା ନଭେମ୍ବର 14 ତାରିଖ ନାବାଳିକା ପୀଡ଼ିତାଙ୍କୁ ମାଛ ଧରିବା ନାଁରେ ପୋଖରୀକୁ କୂଳକୁ ଡାକି ନେଇ ଦୁଷ୍କର୍ମକାରୀ ପ୍ରଶାନ୍ତ ବାଗ ଘଟାଇଥିଲା ପାଶବିକ କାଣ୍ଡ। ଘଟଣା ସମ୍ପର୍କରେ କେହି ପାରିବେ ନାହିଁ ବୋଲି ଆଶଙ୍କା କରି ପୀଡ଼ିତାଙ୍କୁ ମାରିବାକୁ ଧମକ ପଛାଇ ନଥିଲା ଆଇନର ପିଚାସା। ଏକ ବେଲ୍ଟରେ ବେକକୁ ଚାପିବା ସହିତ ମୁଣ୍ଡକୁ ପଥରରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ। ପରେ ନାବାଳିକାର ମୃତଦେହକୁ ନିକଟରେ ଥିବା ଏକ ଧାନ ବିଲରେ ଫିଙ୍ଗି ଦେଇଥିଲା ହତ୍ୟାକାରୀ ପ୍ରଶାନ୍ତ। ପରବର୍ତ୍ତୀ ସମୟରେ ପୀଡ଼ିତା ଜଣଙ୍କୁ ପରିବାର ଲୋକେ ଖୋଜାଖୋଜି କରିବା ସହ ଅଭିଯୁକ୍ତକୁ ପଚରାଉଚରା କରିଥିଲେ। ଅଭିଯୁକ୍ତର ଗାଳରେ ରକ୍ତ ଛିଟା ଦେଖି ପରିବାର ଲୋକଙ୍କ ସନ୍ଦେହ ଘନୀଭୂତ ହୋଇଥିଲା, ହେଲେ କିଛି ଜାଣିନଥିବା ଭଳି ଅଭିନୟ କରିଥିଲା ହତ୍ୟାକାରୀ ପ୍ରଶାନ୍ତ। ଏନେଇ ପାଇକମାଲ ଥାନାରେ ଏକ ନିଖୋଜ ରିପୋର୍ଟ ରୁଜୁ ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ତଦନ୍ତକାରୀ ଅଧିକାରୀ ଭାବେ ତତ୍କାଳୀନ ପଦମପୁର ଆଇଆଇସି ମମତା ନାୟକ ଘଟଣାର ତଦନ୍ତ ବେଳେ ପୁରା କ୍ରାଇମ ସ୍ପଟ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରି ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇ ଦେଇଥିଲା ନରପିଶାଚ ପ୍ରଶାନ୍ତ ବାଗ। ଏନେଇ ଥାନାରେ ମାମଲା ରୁଜୁ କରିବା ସହ ତ୍ୱରିତ ଦଣ୍ଡ ବିଧାନ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ ଏସ୍ପି। ରକ୍ତ ନମୁନାକୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଫରେନ୍ସିକ ଲ୍ୟାବକୁ ପଠାଯାଇଥିଲା। ପାରସ୍ପରିକ ପରିସ୍ଥିତି ସାଇଣ୍ଟିଫିକ ଏଭିଡେନ୍ସକୁ ଗୁରୁତ୍ୱ ସହ ବିଚାରକୁ ନିଆଯାଇଥିଲା। ଆଉ ମାତ୍ର 20 ଦିନ ଭିତରେ ତଦନ୍ତ ସାରି ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ। ଏହା ସହ ପକ୍ସୋ ଆଇନ ଅନ୍ତର୍ଗତ କେସ୍ଟି ପଞ୍ଜୀକୃତ ହେବା ପରେ 37 ଜଣଙ୍କ ସାକ୍ଷ୍ୟ ଗ୍ରହଣ, 55ଟି ଡକୁମେଣ୍ଟ ଆଧାରରେ ଅଭିଯୁକ୍ତ ବିରୋଧରେ ଅପରାଧ ପ୍ରମାଣିତ ହୋଇଥିଲା। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ବରଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦୋଷୀ ବିରୋଧରେ ଶୁଣାଇଛନ୍ତି ଦୃଷ୍ଟାନ୍ତମୂଳକ ଫାଶୀ ଦଣ୍ଡାଦେଶ। ଘଟଣାକୁ ରେୟାରେଷ୍ଟ ଅଫ୍ ରେୟାର ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ସହ ପୀଡ଼ିତାଙ୍କ ପରିବାରକୁ 15 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି। ଗତ ଡିସେମ୍ବର 26 ତାରିଖରେ ପକ୍ସୋ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଦେଇ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଏଡିଜେ କୋର୍ଟ। ଖାଲି ସେତିକି ନୁହେଁ, ଦୁଷ୍କର୍ମ ପୀଡ଼ିତାଙ୍କୁ ଏତେ କମ୍ ସମୟରେ ନ୍ୟାୟ ପ୍ରଦାନ କରିବା ନ୍ୟାୟିକ ପ୍ରକ୍ରିୟାରେ ବିଶ୍ୱସନୀୟତାକୁ ମଜବୁତ କରିଛି। ସେପଟେ ଏହି ଦଣ୍ଡାଦେଶ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ବରଗଡ଼ ଏସ୍ପିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ପିୟୁସିସି ଦ୍ୱନ୍ଦ୍ୱ ପରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ। ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ତେଲ ମନା, ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ କମିଶନରଙ୍କ ସ୍ପଷ୍ଟୀକରଣ ଲୋଡ଼ିଲେ ହାଇକୋର୍ଟ। ସେହିପରି ପୁରୁଣା ଜରିମାନା ଭରଣା ନ କଲେ ପଲ୍ୟୁସନ ସାର୍ଟିଫିକେଟ ମିଳିବ ନାହିଁ ବୋଲି ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି ତା ଉପରୁ ଦ୍ୱନ୍ଦ୍ୱ ହଟୁ ବୋଲି କହିଛନ୍ତି ହାଇକୋର୍ଟ। ଏ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ନୋଟିସ ଦେବାକୁ କୁହାଯାଇଛି। ପରିବହନ କମିଶନରଙ୍କୁ 2 ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଗାଡ଼ିର ଇନ୍ଧନ ମିଳିବ ନାହିଁ ଏବଂ ସାର୍ଟିଫିକେଟ ହାସଲ କରିବାକୁ ହେଲେ ସମସ୍ତ ପୁରୁଣା ଜରିମାନା ଦେବାକୁ ବୋଲି ପରିବହନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି, ଯାହାକୁ ଚ୍ୟାଲେଞ୍ଜ କରି ଭୁବନେଶ୍ୱର ବାସିନ୍ଦା ସ୍ନିଗ୍ଧା ପାତ୍ର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଦାୟର ପିଟିସନରେ ସେ ଉଲ୍ଲେଖ କରିଛନ୍ତି ଯେ ଯଦି କେହି ଗାଡ଼ି ଚାଳକ ନିର୍ଦ୍ଦିଷ୍ଟ ସମୟ ଭିତରେ ପ୍ରଦୂଷଣ ପ୍ରମାଣପତ୍ର କରିପାରି ନାହାନ୍ତି ତେବେ ନିୟମ ଅନୁସାରେ ତାଙ୍କ ଉପରେ ଫାଇନ କରାଯାଇପାରିବ, କିନ୍ତୁ ତେଲ ଦିଆଯିବ ନାହିଁ ବୋଲି କହିବା ଆଇନସଙ୍ଗତ ନୁହେଁ। ସେହିପରି ପୁରୁଣା ଫାଇନ ଆଦାୟ କରିବା ଲାଗି କାହାକୁ ବାଧ୍ୟ କରାଯିବା ମଧ୍ୟ ବେଆଇନ ବୋଲି ଆବେଦନକାରୀ କୋର୍ଟକୁ ଜଣାଇଛନ୍ତି। ଏଭଳି ବ୍ୟବସ୍ଥା ନା କେନ୍ଦ୍ରୀୟ ପରିବହନ ଆଇନ ନା ରାଜ୍ୟ ପରିବହନ ଆଇନରେ ରହିଛି। ତେଣୁ ଆଇନର ଉଲ୍ଲଂଘନ କରି ମନ ଇଚ୍ଛା କୌଣସି ନିୟମ ଲାଗୁ କରିବା ଅସାମ୍ବିଧାନିକ। ତେଣୁ ଏପରି ନିୟମକୁ ରଦ୍ଦ କରିବା ଲାଗି ଆବେଦନକାରୀ ନିଜ ପିଟିସନରେ ଦର୍ଶାଇଛନ୍ତି। ତେବେ 3 ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, ରାଜ୍ୟରେ ପୁଣି ଫେରିଲା ଶୀତଲହରୀ, ସବୁଠି ତଳମୁହାଁ ପାରଦ। ପୁଣି ଫେରିଲା ଶୀତଲହରୀ, ଟ୍ୱିନ୍ ସିଟି ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପାରଦ ତଳମୁହାଁ। ରାଜଧାନୀ ଭୁବନେଶ୍ୱର ତୁଳନାରେ କଟକରେ ଅନୁଭୂତ ହୋଇଛି ପ୍ରବଳ ଥଣ୍ଡା। ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି। ଗୋଟିଏ ପରେ ଗୋଟିଏ କଳବଳ କରୁଛି ଶୀତ। ଅନ୍ୟପଟେ ବଙ୍ଗୋପସାଗରରେ ସ୍ପଷ୍ଟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଆଗାମୀ 24 ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବତାର ରୂପ ନେବ। ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବନି। କାଁ ଭାଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତେବେ ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ଆଲର୍ଟ କରାଯାଇଛି। ଲଘୁଚାପ ଭିତରେ ଆସିଛି ଶୀତଲହରୀ, ପ୍ରବଳ ଝାଳ ଓ ଘନ କୁହୁଡ଼ିକୁ ନେଇ ଚେତାବନୀ ଦିଆଯାଇଛି। ଆସନ୍ତାକାଲି ସକାଳ ଯାଏ କନ୍ଧମାଳ, ନୟାଗଡ଼, ବୌଦ୍ଧ, କୋରାପୁଟରେ ଘନ କୁହୁଡ଼ି ଦେଖାଯିବ। ସର୍ବନିମ୍ନ ଦୃଶ୍ୟମାନ ଦୂରତା 50 ମିଟର ରହିବ।
9 ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କଟକ, ଜଗତସିଂହପୁର, କୋରାପୁଟରେ ଅନୁଭୂତ ହେବ ଥଣ୍ଡାର ଥାର୍ଡ ଡିଗ୍ରୀ। ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କଟକ, ଜଗତସିଂହପୁର, କୋରାପୁଟ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ଖବର ବ୍ରେକିଂ ଦେଉଥିଲେ ଆଜି ହୋଇଗଲେ ଖବର। ବସ୍ ଦୁର୍ଘଟଣାରେ ସାମ୍ବାଦିକ ଶିଳା ପଟ୍ଟନାୟକଙ୍କ ମୃତ୍ୟୁ ଖବର ପାଲଟିଗଲା ଖବରଦାତା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ। ପୁରୀ ଭୁବନେଶ୍ୱର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ପ୍ରମେୟ ନ୍ୟୁଜ୍ 7ରେ କାର୍ଯ୍ୟରତ ଜଣେ ସାମ୍ବାଦିକ ଶିଲା ପଟ୍ଟନାୟକ ଓ ତାଙ୍କ ସମ୍ପର୍କୀୟ ମୃତ୍ୟୁ ଘଟିଛି। ନ୍ୟୁଜ୍ 7 କାର୍ଯ୍ୟାଳୟରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ ଆଜି ପିପିଲି ନିକଟ ଜମାଲପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। 2 ଜଣ ମହିଳା ଏକ ସ୍କୁଟର ଯୋଗେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ। ପିପିଲି ମଙ୍ଗଳପୁର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ଟି ସ୍କୁଟିକୁ ଧକ୍କା ଦେଇଥିଲା। ପରେ ସ୍କୁଟରଟିକୁ ପ୍ରାୟ 20ରୁ 30 ମିଟର ଘୋଷାଡ଼ି ନେଇ ଯାଇଥିଲା, ଯାହାଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ପରେ ତୁରନ୍ତ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ମେଡିକାଲ ନେବା ରାସ୍ତାରେ ଗୁରୁତର ମହିଳାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା 2 ମହିଳାଙ୍କ ମଧ୍ୟରୁ ଜଣେ ପ୍ରମେୟ ନ୍ୟୁଜ୍ 7 ସାମ୍ବାଦିକ ଶିଳା ପଟ୍ଟନାୟକ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍କୁଟି ଜବତ କରିଥିବା ବେଳେ ଫେରାର ଥିବା ସାରଳା ବସ୍ ଧରିବାକୁ ଉଦ୍ୟମ ଜାରି ରଖିଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର ଆସୁଛି ଲଘୁଚାପ। 10 ତାରିଖରେ ଏହି ସବୁ ସ୍ଥାନରେ ବର୍ଷିବ। ପାଣିପାଗ ବିଶେଷଜ୍ଞ କହିଲେ ଆସୁଛି ଲଘୁଚାପ। ଲଘୁଚାପକୁ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ ସୂଚନା ଦେଇଛନ୍ତି। 10 ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି। ଉପକୂଳ ଓ ଉତ୍ତର ଓଡ଼ିଶାର ବର୍ଷା ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ବର୍ଷା ସମ୍ଭାବନା ଅଛି। 9ରୁ 12 ତାରିଖ ପର୍ଯ୍ୟନ୍ତ ଶୀତର ପ୍ରଭାବ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଗତକାଲି ସନ୍ଧ୍ୟାରେ 5:30ରେ ଭାରତ ମହାସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। 24 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ନେଇ ପାଣିପାଗ ବିଭାଗ କହିଛି। ପରବର୍ତ୍ତୀ ଖବର ସର୍ବସାଧାରଣରେ ପାନଛେପ ପକାଇଲେ ଦଣ୍ଡ ଗଣିବେ, ଅପମାନିତ ହେବେ। ସହର ଡିଜିଟାଲ ସ୍କ୍ରିନରେ ବାହାରିବ ଆପଣଙ୍କ ଫଟୋ। ବିହାର ପାଟନାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ହେବ ନଗର ଶତ୍ରୁ ଆଉ ଗଣିବାକୁ ପଡ଼ିବ 500 ଟଙ୍କା ଜରିମାନା। ସହରକୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ପାଟନା ନଗର ନିଗମ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇବା କିମ୍ବା ପାନଛେପ ପକାଇ ସହରକୁ ଅପରିଷ୍କାର କରୁଥିବା ବ୍ୟକ୍ତିଙ୍କୁ ନଗର ଶତ୍ରୁ ଭାବେ ଘୋଷଣା କରାଯିବ। କେବଳ ସେତିକି ନୁହେଁ, ନିୟମ ଉଲ୍ଲଂଘନକାରୀଙ୍କ ଉପରେ 500 ଟଙ୍କାର ଆର୍ଥିକ ଜରିମାନା ମଧ୍ୟ ଲଗାଯିବ। ନଗର ନିଗମର ନୂତନ ନିଷ୍ପତ୍ତି ଅନୁଯାୟୀ ସହରର ପରିମଳ ବ୍ୟବସ୍ଥାକୁ ବିଗାଡୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ଫଟୋ ସର୍ବସାଧାରଣରେ ପ୍ରଦର୍ଶିତ କରାଯାଇପାରେ। ପରବର୍ତ୍ତୀ ଖବର ରେଜିଷ୍ଟ୍ରି କରିଲେ ବି ହୋଇପାରିବେନି ମାଲିକ। କୋର୍ଟଙ୍କ ବଡ଼ ରାୟ ଜାଣନ୍ତୁ, ନଚେତ୍ ଯଦି ଆପଣଙ୍କ ଘର, ଫ୍ଲାଟ୍ କିମ୍ବା ଅନ୍ୟ କୌଣସି ସମ୍ପତ୍ତି କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କେବଳ ସମ୍ପତ୍ତି ପଞ୍ଜୀକରଣ କରିବା ମାଲିକାନା ପ୍ରମାଣ ନୁହେଁ। 2025 ମସିହାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଥିଲେ ଯେ ପଞ୍ଜୀକରଣ ବ୍ୟତୀତ ସମ୍ପତ୍ତିର ମାଲିକାନା ପ୍ରମାଣ କରିବା ପାଇଁ ମ୍ୟୁଟେସନ ନାମ ସ୍ଥାନାନ୍ତରିତ କିମ୍ବା ମ୍ୟୁଟେସନ ମଧ୍ୟ ଆବଶ୍ୟକ। ମହନୁର ଫାତିମା ଇମରାନ ବନାମ ତେଲେଙ୍ଗାନା ରାଜ୍ୟ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଥିଲେ। କୋର୍ଟ କହିଥିଲେ ଯେ ଜଣେ ବ୍ୟକ୍ତି କେବଳ ବିକ୍ରୟ ଡିଟ୍ କିମ୍ବା ରେଜିଷ୍ଟ୍ରି ଆଧାରରେ ସମ୍ପତ୍ତିର ପୂର୍ଣ୍ଣ ମାଲିକ ହୁଅନ୍ତି ନାହିଁ। ଯେ ପର୍ଯ୍ୟନ୍ତ ରାଜସ୍ୱ ରେକର୍ଡରେ ସମ୍ପତ୍ତି ମ୍ୟୁଟେସନ ନ ହୁଏ, ନୂଆ କ୍ରେତାଙ୍କ ନାମ ସରକାରୀ ଦଲିଲରେ ପଞ୍ଜୀକୃତ ବୋଲି ବିବେଚନା କରାଯିବ ନାହିଁ। ପରବର୍ତ୍ତୀ ଖବର ପୋଲିସ ଏସ୍ଆଇ ଚାକିରି କେଲେଙ୍କାରୀ ମାମଲାରେ ସିବିଆଇର ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ତଥ୍ୟ। 25 ଲକ୍ଷ ଟଙ୍କାରେ ଏସ୍ଆଇ ପଦ ପାଇଁ ହୋଇଥିଲା ଡିଲ୍। ଆଉ ଆଶାୟୀଙ୍କୁ ପରୀକ୍ଷା ପୂର୍ବରୁ ଦିଆଯାଉଥିଲା ପ୍ରଶ୍ନପତ୍ର। ହେଲେ ହଠାତ୍ ମାର୍ଚ୍ଚ ମାସରେ କାହିଁକି ଓ କେମିତି ବାତିଲ ହୋଇଗଲା ପରୀକ୍ଷା, ତାହା ଗୋଟି ଗୋଟି କରି ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି। ବିଜୟନଗରମ ମଡ୍ୟୁଲ ପାଇଁ ମାଷ୍ଟରମାଇଣ୍ଡ ମୁନ୍ନା ମହାନ୍ତିର ପ୍ରରୋଚନାରେ 150 ପିଲାଙ୍କୁ ପ୍ରଶିକ୍ଷଣ ଦେବାକୁ ଭୁବନେଶ୍ୱରରେ ବୁକ୍ ହୋଇଥିଲା ରିସୋର୍ଟ। 22 ରୁମ୍ ସହ 2ଟି କନଫରେନ୍ସ ହଲ୍ ବୁକ୍ କରିଥିଲା ଲୋକନାଥ ସାହୁ। ମାର୍ଚ୍ଚ 8 ତାରିଖ ଯାଏ ବୁକିଂ ଥିବା ବେଳେ ତରବରିଆ ଭାବେ 7 ତାରିଖରେ ହୋଟେଲ ଛାଡ଼ିଥିଲେ। ମୋଟ 2,40,000 ଟଙ୍କାରୁ 1,50,000 ଟଙ୍କା କ୍ୟାସ୍ ଓ 90,000 ଟଙ୍କା ଅନଲାଇନରେ ପେମେଣ୍ଟ ଆକାରରେ ଦେଇଥିଲା ମୁନ୍ନା ମହାନ୍ତି। ସେପଟେ ସମାନ ଢଙ୍ଗରେ ଦୀଘା ମଡ୍ୟୁଲର ମାଷ୍ଟରମାଇଣ୍ଡ ସାଜିଥିଲା ବିରଞ୍ଚି ନାୟକ। ସୁନ୍ଦରବନରେ 132 ଜଣ ପରୀକ୍ଷାର୍ଥୀ ପାଇଁ ହୋଇଥିଲା ବିଳାସପୂର୍ଣ୍ଣ ଆୟୋଜନ। ପ୍ରଶ୍ନପତ୍ର ଦେଖାଇ ଟଙ୍କା ନେଇଥିଲେ ଦଲାଲ। ହେଲେ ବାତିଲ ହୋଇଗଲା ପରୀକ୍ଷା ଆଉ ଅରିଜିନାଲ ସାର୍ଟିଫିକେଟ ଫେରାଇବା ପାଇଁ ଟଙ୍କା ମାଗୁଥିଲେ ଦଲାଲ। ଏପରିକି ନିଜ ଖର୍ଚ୍ଚରେ ହାଉଡାରୁ ଘରୁ ଫେରିଥିଲେ ପରୀକ୍ଷାର୍ଥୀ। ଏସ୍ଆଇ କେଲେଙ୍କାରୀ ବରିଷ୍ଠ ପୋଲିସ ଅଧିକାରୀଙ୍କ ଭୂମିକା ଥିବା ସନ୍ଦେହ କରୁଛି ସିବିଆଇ। ଏବେ ବି ତଦନ୍ତ ଚାଲିଥିବା ବେଳେ ଆଗକୁ କାହାକୁ ସମାନ କରିବ ସିବିଆଇ ତାହା ଉପରେ ନଜର ରଖିଛି। ପରବର୍ତ୍ତୀ ଖବର ବଢୁଛି ପ୍ରଦୂଷଣ, ଜାରି ହେଲା କଟକଣା, ବଢୁଛି ପ୍ରଦୂଷଣ।
ବଢୁଛି କଟକଣା ଅନୁଗୁଳ ଓ ବାଲେଶ୍ୱର ପରେ ଏବେ ଟ୍ୱିନ୍ ସିଟି ସପ୍ତାହେ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରରେ ବିଭିନ୍ନ କଟକଣା ଲାଗିଛି। ରାସ୍ତାରେ ଦିନକୁ 3 ଥର ପାଣି ସିଞ୍ଚନ ସହ କାଠ କୋଇଲା ଜାଳିଣୀ ସମ୍ପୂର୍ଣ୍ଣ ବାରଣ। କିନ୍ତୁ ବାଲେଶ୍ୱରରେ ନିୟମର ଧଜିଆ ଉଡ଼ିଛି। ନିର୍ଦ୍ଦେଶକୁ ଖାତିର ନକରି ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ପୁରୁଣା କୋଠାକୁ ଭଙ୍ଗାଯାଇଛି। ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ସରକାର କଠୋର ଅନୁଗୁଳ ବାଲେଶ୍ୱର ପରେ ଭୁବନେଶ୍ୱର କଟକରେ 7 ଦିନ ପର୍ଯ୍ୟନ୍ତ କଟକଣା ଲାଗିଛି। ନିର୍ମାଣ କାମ ବନ୍ଦ ସହ ରାସ୍ତାରେ ଦିନକୁ 3 ଥର କରାଯିବ ପାଣି ସିଞ୍ଚନ। ଲିଙ୍ଗରାଜ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅଧିକ ଥିବାରୁ ବସ୍ଷ୍ଟାଣ୍ଡ ଓ ରାସ୍ତାରେ ନିୟମିତ ପାଣି ସିଞ୍ଚନ କରାଯିବ। ହୋଟେଲ ଢାବା ସ୍କୁଲରେ କାଠ ଏବଂ କୋଇଲା ଜାଳିଣୀ ସମ୍ପୂର୍ଣ୍ଣ ବାରଣ କରିଛି ବିଏମ୍ସି। ଖୋଲା ସ୍ଥାନରେ ଆବର୍ଜନା ଜାଳିଲେ 5,000 ଫାଇନ୍ ଦେବାକୁ ପଡ଼ିବ। ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱଚ୍ଛ ଜାଳିଣୀ ଭାବରେ ବ୍ୟବହାର ପରାମର୍ଶ ଦିଆଯାଇଛି। ବିଭାଗୀୟ ମନ୍ତ୍ରୀ କହିଛନ୍ତି ଟ୍ୱିନ୍ ସିଟିରେ ବାୟୁ ପ୍ରଦୂଷଣ ନେଇ ଲଗାତାର ସମୀକ୍ଷା କରାଯାଉଛି। ପରବର୍ତ୍ତୀ ଖବର ପଇସା ଦିଅ ସାର୍ଟିଫିକେଟ୍ ନିଅ। ଏପରି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏବିଡିଓଙ୍କ ନାମରେ। ଏନେଇ ପୁରୁଷୋତ୍ତମପୁର ଓକିଲ ସଂଘର ବହୁ ଆଇନଜୀବୀ ମଙ୍ଗଳବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏବିଡିଓଙ୍କୁ ତୁରନ୍ତ ବଦଳି କରିବାକୁ ଦାବି କରିଛି ପୁରୁଷୋତ୍ତମପୁର ଓକିଲ ସଂଘ। ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ପ୍ରମୋଦ କୁମାର ପୃଷ୍ଟିଙ୍କୁ ଭେଟି ପ୍ରଦାନ କରାଯାଇଛି। ବିବାହ ପଞ୍ଜୀକରଣ ନିମନ୍ତେ ଟଙ୍କା ନେବା ସହ ବିଭିନ୍ନ କାମ ନିମନ୍ତେ ପ୍ରଥମେ ଟଙ୍କା ମାଗୁଛନ୍ତି ଏବିଡିଓ। ଏହା ସହିତ ସମସ୍ତଙ୍କୁ ଦୁର୍ବ୍ୟବହାର କରୁଛନ୍ତି ବୋଲି ମଧ୍ୟ ବହୁ ଆଇନଜୀବୀମାନେ ଅଭିଯୋଗ କରିଛନ୍ତି। ଜେନା ପୁରୁଷୋତ୍ତମପୁର ଏବିଡିଓ ଭାବେ କିଛି ବର୍ଷ ହେଲା ଯୋଗ ଦେବା ପରଠାରୁ ବିବାହ ପଞ୍ଜୀକରଣ ସାର୍ଟିଫିକେଟ୍ ଲାଗି 1,000ରୁ 3,000 ଟଙ୍କା ମାଗୁଛନ୍ତି। ଟଙ୍କା ନଦେଲେ ସାର୍ଟିଫିକେଟ୍ ଦେଉନାହାନ୍ତି। ଏହା ସହ ଲାଞ୍ଚ ଅର୍ଥ ନଦେଲେ କୌଣସି କାର୍ଯ୍ୟ କରୁନାହାନ୍ତି ବୋଲି ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି। ସେମାନଙ୍କ ଦାବି ଯଥାଶୀଘ୍ର ପୂରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ପୁରୁଷୋତ୍ତମପୁର ଓକିଲ ସଂଘର ସଭାପତି କୃଷ୍ଣଚନ୍ଦ୍ର ଗୌଡ଼, ସମ୍ପାଦକ ରବୀନ୍ଦ୍ର କୁମାର ସାହୁ, ଆଇନଜୀବୀ ପ୍ରଭାତ କୁମାର ପଟ୍ଟନାୟକ, ତୁଷାରକାନ୍ତ ରାଉଳ ଓ ଅଶୋକ କୁମାର ମହାଡୁଙ୍କ ପ୍ରମୁଖ ଥିଲେ। ଅନ୍ୟପଟେ ଅଭିଯୋଗ ନେଇ ପୁରୁଷୋତ୍ତମପୁର ଏବିଡିଓ ଜେନାଙ୍କ ସହ ଯୋଗାଯୋଗ କରିବା ବେଳେ ମୋବାଇଲ ବନ୍ଦ ରହିଥିବା ଜଣାପଡ଼ିଛି।